ସୁତ କହୁଛନ୍ତି, ବ୍ରାହ୍ମଣ ବୃନ୍ଦ, ଭଗବାନ ବିଷ୍ଣୁଙ୍କର ନର ନାରାୟଣ ନାମକ ଦୁଇଟି ଅବତାର ହୋଇଛି। ସେ ଦୁହେଁ ଭାରତବର୍ଷର ବଦରିକାଶ୍ରମ ତୀର୍ଥରେ ତପସ୍ୟା କରନ୍ତି। ସେ ଦୁହେଁ ପାର୍ଥିବ ଶିବଲିଙ୍ଗ ନିର୍ମାଣ କରି ଶମ୍ଭୁଙ୍କୁ ସେଥିରେ ସ୍ଥିତ ହୋଇ ପୂଜା ଗ୍ରହଣ କରିବାକୁ ପ୍ରାର୍ଥନା କଲେ। ଭକ୍ତଙ୍କର ଅଧୀନ ହୋଇଥିବାରୁ ଶିବ ପ୍ରତିଦିନ ସେମାନଙ୍କ ଦ୍ୱାରା ନିର୍ମିତ ପାର୍ଥିବ ଲିଙ୍ଗରେ ପୂଜିତ ହେବା ନିମନ୍ତେ ସେଠାକୁ ଆସୁଥିଲେ। ସେ ଦୁହେଁ ଏହିପରି ପୂଜା କରୁ କରୁ ବହୁତ ଦିନ ବିତିଗଲା। ଥରେ ପରମେଶ୍ୱର ଶିବ ପ୍ରସନ୍ନ ହୋଇ କହିଲେ, ମୁଁ ତୁମ ଆରାଧନାରେ ଅତ୍ୟନ୍ତ ପ୍ରସନ୍ନ। ତୁମେ ଦୁହେଁ ବର ମାଗ। ନର ଓ ନାରାୟଣ ଲୋକହିତ କାମନାରେ କହିଲେ, ଦେବେଶ୍ୱର, ଯଦି ଆପଣ ପ୍ରସନ୍ନ ଏବଂ ବର ଦେବାକୁ ଚାହାନ୍ତି, ତେବେ ନିଜ ସ୍ୱରୂପରେ ପୂଜା ଗ୍ରହଣ କରିବାକୁ ଏଠାରେ ସ୍ଥିତ ହୋଇଯାଆନ୍ତୁ। ସେ ଦୁଇ ଭାଇ ଏପରି ଅନୁରୋଧ କରିବାରୁ କଲ୍ୟାଣକାରୀ ମହେଶ୍ୱର ହିମାଳୟର ସେହି କେଦାର ତୀର୍ଥରେ ସ୍ୱୟଂ ଜ୍ୟୋତିର୍ଲିଙ୍ଗ ରୂପରେ ସ୍ଥିତ ହୋଇଗଲେ। ସେ ଦୁହିଁଙ୍କ ଦ୍ୱାରା ପୂଜିତ ହୋଇ ସମସ୍ତ ଦୁଃଖ ଓ ଭୟନାଶକାରୀ ଶମ୍ଭୁ ଲୋକମାନଙ୍କର ହିତ କରିବା ଏବଂ ଭକ୍ତଙ୍କୁ ଦର୍ଶନ ଦେବା ନିମନ୍ତେ ସ୍ୱୟଂ କେଦାରେଶ୍ୱର ନାମରେ ପ୍ରସିଦ୍ଧ ହୋଇ ସେଠାରେ ଉପସ୍ଥିତ ରହିବେ। ତାଙ୍କୁ ଦର୍ଶନ ଓ ପୂଜନ କରୁଥିବା ଭକ୍ତଙ୍କୁ ସେ ସଦା ଅଭୀଷ୍ଟ ଫଳ ପ୍ରଦାନ କରନ୍ତି। ସେହି ଦିନରୁ ଯେଉଁ ବ୍ୟକ୍ତି ଭକ୍ତି ଭାବରେ କେଦାରେଶ୍ୱରଙ୍କୁ ପୂଜା କରନ୍ତି, ତାଙ୍କ ପାଇଁ ଦୁଃଖ ସ୍ୱପ୍ନରେ ବି ଦୁର୍ଲଭ ହୋଇଯାଏ। ଶିବଙ୍କର ଯେଉଁ ପ୍ରିୟ ଭକ୍ତ ସେଠାକାର ଶିବଲିଙ୍ଗ ନିକଟରେ ଶିବ ରୂପଯୁକ୍ତ ବଳୟ ବା କଙ୍କଣ ବା କଡ଼ା ଅର୍ପଣ କରେ, ସେ ସେହି ସ୍ୱରୂପର ଦର୍ଶନ କରି ସମସ୍ତ ପାପରୁ ମୁକ୍ତ ହୋଇଯାଏ ଏବଂ ଜୀବନ ମୁକ୍ତ ମଧ୍ୟ ହୋଇଯାଏ। ଯେ ବଦରୀବନ ଯାତ୍ରା କରନ୍ତି, ତାଙ୍କୁ ମଧ୍ୟ ଜୀବନ ମୁକ୍ତି ମିଳିଥାଏ। ନର ନାରାୟଣ ତଥା କେଦାରେଶ୍ୱର ଶିବଙ୍କ ସ୍ୱରୂପ ଦର୍ଶନ କରି ଯେ ମନୁଷ୍ୟ ମୋକ୍ଷର ଭାଗୀ ହୁଏ, ଏଥିରେ ସଂଶୟ ନାହିଁ। କେଦାରେଶ୍ୱରଙ୍କ ପ୍ରତି ଭକ୍ତି ରଖୁଥିବା ଲୋକ ସେଠାକୁ ଯିବାକୁ ବାହାରି ପଡ଼ିବା ପରେ ଯଦି ପହଞ୍ଚି ନପାରି ବାଟରେ ମରିଯାଏ, ସେ ମଧ୍ୟ ମୋକ୍ଷ ଲାଭ କରେ। ଏଥିରେ ସଂଶୟର ଅବକାଶ ନାହିଁ। କେଦାରେଶ୍ୱରରେ ପହଞ୍ଚି ସପ୍ରେମ କେଦାରେଶ୍ୱରଙ୍କୁ ପୂଜା କରି ସେଠାକାର ଜଳପାନ କରିବା ପରେ ମନୁଷ୍ୟର ଆଉ ପୁନର୍ଜନ୍ମ ହୁଏ ନାହିଁ। ବ୍ରାହ୍ମଣ ବୃନ୍ଦ, ଏ ଭାରତବର୍ଷରେ ସମସ୍ତ ଜୀବ ଭକ୍ତି ଭାବରେ ଭଗବାନ ନରନାରାୟଣଙ୍କୁ ତଥା କେଦାରେଶ୍ୱରଙ୍କୁ ପୂଜା କରିବା ଉଚିତ।